ମୁଁ ଡାକ୍ତରଙ୍କ ସାଙ୍ଗରେ କଥା ହେଇନି କାରଣ ତାଙ୍କର କାରଣ ତାଙ୍କର ବର୍ତ୍ତମାନ ଝିଅକୁ କେମିତି ବଞ୍ଚେଇବେ ସେଥିପାଇଁ କେମିତି କି ପ୍ରକାର ଚିକିତ୍ସା ପଦକ୍ଷେପ ନିଆଯିବ ସେ କଥାବାର୍ତ୍ତା ହେଉଛନ୍ତି। ତେଣୁ ମୁଁ ଏ ସମ୍ପର୍କରେ ମୋର କ'ଣ କରିବାର ଅଛି, କେବଳ ସମବେଦନା ପ୍ରକାଶ କରିବା ଛଡ଼ା ଆଉ କିଛି ନାହିଁ। ଆଉ ମୁଁ ଏଠି ଯାହା ଶୁଣିଲି ଯେ ସେ କଲେଜର ଯିଏ ଅଧ୍ୟକ୍ଷ ଅଛନ୍ତି ଏବଂ ତାଙ୍କର ଅଧିକାଂଶ ଯେଉଁ ଇନକ୍ୱାରି କମିଟିର ଯେଉଁ ସଦସ୍ୟ ଅଛନ୍ତି ସେମାନେ ସବୁ ଯିଏ ଏଇଭଳି କାଣ୍ଡ କରିଛନ୍ତି ଯାହାଙ୍କ ଯୋଗୁଁ ଯିଏ ଝିଅର ଅବସ୍ଥା ଏଇଆ ହେଇଛି ତାର ସମର୍ଥକ ଅଛନ୍ତି। ଏଇଟା ମୁଁ ବଡ଼ ଆଶ୍ଚର୍ଯ୍ୟ ହେଉଛି। ମୁଁ ଆଶା କରୁଛି କର୍ତ୍ତୃପକ୍ଷ ସେ ଯେ ଅଧ୍ୟକ୍ଷ ଏବଂ ଯେଉଁମାନେ ଏଇଭଳି ଆଚରଣ ଯିଏ କରୁଛନ୍ତି ତାଙ୍କୁ ଯିଏ ସମର୍ଥନ କରୁଛନ୍ତି ତାଙ୍କ ବିରୁଦ୍ଧରେ ଅତି କଡ଼ା ପଦକ୍ଷେପ ନିଅନ୍ତୁ ଏବଂ ମୁଁ ଆଶା କରୁଛି ଯେ ଝିଅଟି ବଞ୍ଚିଯାଉ। ପୂର୍ବରୁ ଏକଥା କୁହାଯାଇଛି, ପୂର୍ବରୁ ବାରମ୍ବାର ଏକଥା ଅଭିଯୋଗ କରାଯାଇଛି। ଇଏ କରାଯିବା ସତ୍ତ୍ୱେ ମଧ୍ୟ ସେ କଲେଜର ଅଧ୍ୟକ୍ଷ ଏବଂ ଅନ୍ୟମାନେ କେହି ଏ ବିଷୟରେ କିଛି ପଦକ୍ଷେପ ନେଇନାହାନ୍ତି। ବରଂ ପରୋକ୍ଷ ଭାବରେ ଯିଏ ଯେଉଁ ଅଧ୍ୟାପକଙ୍କ ଯୋଗୁଁ ଏଭଳି ଘଟଣା ଘଟିଲା ତାଙ୍କୁ ବରଂ ସେ ସମର୍ଥନ କରୁଛନ୍ତି। ଯିଏ ଅଧ୍ୟକ୍ଷ ଅଛନ୍ତି ସିଏ, ଏବଂ ମୁଁ ଯାହା ଶୁଣିଲି ଯେ ଇନକ୍ୱାରି କମିଟିର ଯେଉଁ ସଦସ୍ୟମାନେ ଅଛନ୍ତି ସେମାନେ ମଧ୍ୟ ତାଙ୍କ ମୁଣ୍ଡକୁ କାହିଁକି ପଶିଛି ଯେ କଲେଜ ବଦନାମ ହେଇଯିବ। କିନ୍ତୁ ବର୍ତ୍ତମାନ ସେ ଝିଅର ଯେଉଁ ଅବସ୍ଥା ହେଇଛି ତା ଫଳରେ କ'ଣ କଲେଜର ସୁନାମ ହେଇଛି? କଲେଜର ତ ସୁନାମ ହେଇନି, କଲେଜର ବରଂ ଆହୁରି ବେଶୀ ବଦନାମ ହେଇଛି। ତେଣୁ ମୁଁ ଆଶା କରୁଛି ଯେ ଯେଉଁମାନେ ସେ ଇନକ୍ୱାରି କମିଟିର ଅଛନ୍ତି ଏବଂ ଅନ୍ୟମାନେ ସେମାନେ ବର୍ତ୍ତମାନ ଦେଖିବା ଉଚିତ ଯେ ଯିଏ ଯାହାଙ୍କ ଯୋଗୁଁ ଏଭଳି କାଣ୍ଡ ହେଇଛି ତାଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯାଉ। ମୁଁ ଏଇଟା ଚାହୁଁଛି ଏବଂ ମୁଁ ଆଶା କରୁଛି ଯେ ଝିଅଟି ଭଲ ହେଇଯାଉ। ନାଇଁ ନାଇଁ ସେ କଥା ମୁଁ କହିପାରିବିନି ଯେ ସେଥିପାଇଁ ନାରୀ ସାରା ରାଜ୍ୟରେ ଅସୁରକ୍ଷିତ, ସେ କଥା ନୁହେଁ। କାରଣ ଏଭଳି ଘଟଣା ଅତୀତରେ ବହୁତ ଘଟିଛି, ଏବେ ବି ବର୍ତ୍ତମାନ ଘଟୁଛି। ଦଣ୍ଡ ଦିଆଯାଉ, କଠୋର ଭାବରେ ଦଣ୍ଡ ଦିଆଯାଉ, ମୁଁ ଏତିକି ଚାହୁଁଛି।